ନିଜ ଘର ଥିବା କିମ୍ବା ନୂଆ ଘର କିଣିବା ବା ତିଆରି କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ତେଣୁ ଅନେକ ଲୋକ ଭଡ଼ା ଘରେ ରହିଥାନ୍ତି। ତେବେ ଭଡ଼ା ଘରେ ରହିବାରେ ଅନେକ ସମସ୍ୟା ରହିଥାଏ। ଘର ମାଲିକଙ୍କ କହିବା ଅନୁସାରେ ଚଳିବାକୁ ହୋଇଥାଏ। ବିଜୁଳି ଓ ପାଣି ବିଲ୍ ଆଦି ବଡ଼ କଷ୍ଟ ଦେଇଥାଏ। ନିଜ ଇଚ୍ଛା ଅନୁଯାୟୀ ସେହି ଘରକୁ ସଜାଇବା ମଧ୍ୟ ସମ୍ଭବ ହୋଇନଥାଏ। ଘର ଭଡ଼ା ପ୍ରତି ସେପରି ଆତ୍ମୀୟତା ନଥାଏ କି ନିଜର ବୋଲି ଅନୁଭବ ହୁଏ ନାହିଁ। ଘରକୁ ନେଇ ମନ ସବୁବେଳେ ଅଶାନ୍ତ ରହିଥାଏ। କେବେ ଖୁସି ରୁହନ୍ତି ଲୋକେ। ତେବେ ଏବେ ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ ଭଡ଼ା ଘରେ ରହୁଥିବା ଲୋକଙ୍କ ଠାରେ ସମୟ ପୂର୍ବରୁ ବାର୍ଦ୍ଧକ୍ୟ ଲକ୍ଷଣ ଦେଖାଯାଏ। ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଭଡ଼ା ଘରର ବିଭିନ୍ନ ପ୍ରକାର ସମସ୍ୟା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଲୋକଙ୍କୁ ଚାପଗ୍ରସ୍ତ କରାଉଛି। ଏହା ଲୋକଙ୍କୁ ମେଦବହୁଳତା, ଧୂମପାନ ଓ ବେକାରୀ ସମସ୍ୟା ଅପେକ୍ଷା ଅଧିକ ପ୍ରଭାବିତ କରୁଛି। ଖାସ୍ ଏଥିପାଇଁ ଲୋକେ ଶୀଘ୍ର ବାର୍ଦ୍ଧକ୍ୟର ଶିକାର ହେଉଛନ୍ତି। ଘର ଭଡ଼ା ଟଙ୍କା ପାଇଁ କାର୍ଯ୍ୟକ୍ଷେତ୍ରରେ ସଂଘର୍ଷ ଏବଂ ଅଫିସକୁ ଭଡ଼ା ଘରରୁ ଆସିବା ଦୂରତା ଲୋକଙ୍କ ଉପରେ ପ୍ରବଳ ମାନସିକ ଚାପ ସୃଷ୍ଟି କରୁଛି। ଶରୀରକୁ ସୁସ୍ଥ ସବଳ ରଖିବା କ୍ଷେତ୍ରରେ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ବ୍ୟତୀତ ବେକାରୀ ଭଳି ଅନେକ ସାମାଜିକ କାରଣ ସହିତ ଘର ଭଡ଼ା ମଧ୍ୟ ବୟସ ଉପରେ ଅଧିକ ପ୍ରଭାବ ପକାଉଛି। ଏସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଯଦି କାହାର ନିଜର ଘର ଅଛି ତେବେ ସେମାନଙ୍କ ଉପରେ ଅନେକ ପରିମାଣରେ ଚାପର ପ୍ରଭାବ କମିଯାଏ। ଯଦି ଲୋକମାନଙ୍କୁ ଠିକ୍ ସମୟରେ ଏକ ଭଲ ଘର ମିଳିଯାଏ ତେବେ ସେମାନେ ଅନେକ ଚିନ୍ତାରୁ ମୁକ୍ତ ହେବେ ଏବଂ ସେମାନଙ୍କୁ ମାନସିକ ଚାପର ସାମ୍ନା କରିବାକୁ ପଡ଼ିବ ନାହିଁ। ବ୍ୟୁରୋ ରିପୋର୍ଟ, ଏସଜିଟିଭି ଓଡ଼ିଆ।